ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ, କାରଣ ତୁମ ଭୂମିକା ଅନ୍ୟ କେହି ତୁମଠୁ ଭଲ ଭାବେ ନିଭାଇ ପାରିବେ ନାହିଁ। ଅଭାବ ଜୀବନରେ ସମସ୍ତଙ୍କର ଥାଏ। କାହାର ସମୟ ତ କାହାର ସମ୍ପର୍କ, କାହାର ଧନ ତ ଆଉ କାହାର ଶାନ୍ତିର ଅଭାବ। ତା ଭିତରେ ଯିଏ ଖାପ ଖୁଆଇ ପାରିଲା ସେ ହିଁ ଜିତିଯାଏ। ଯେକୌଣସି ଅସଫଳତା ଯୋଗୁଁ ଯେଉଁ ଦୁଃଖ ମିଳେ ସେ ଦୁଃଖକୁ କେବେ ହୃଦୟକୁ ନିଅନ୍ତୁ ନାହିଁ। ଜୀବନରେ ଆଶା ହିଁ ଦୁଃଖର କାରଣ ହୋଇଥାଏ। ନିଜ କର୍ତ୍ତବ୍ୟ କରିଚାଲ। କିଏ ସୁଖ ଦେବ କି କିଏ ଦୁଃଖ ଦେବ ସେ ବିଷୟରେ ଚିନ୍ତା କର ନାହିଁ। ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି ତେବେ ବୁଝି ନିଅନ୍ତୁ ଆପଣ ସଠିକ୍ ରାସ୍ତାରେ ଚାଲୁଛନ୍ତି, କାହିଁକି ନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି। ଅନ୍ୟମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ହିଁ ଯାଇପାରିବ। ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିବ। ତୁମେ ଯେତେ ଭଲ ହୁଅ ନା କାହିଁକି, କିଛି ଲୋକ ତଥାପି ତୁମକୁ ପସନ୍ଦ କରିବେ ନାହିଁ। ଏଥିରେ ତୁମର ଦୋଷ ନାହିଁ। ସେମାନେ ଭଲ ପାଇବା କ'ଣ ଜାଣନ୍ତି ନାହିଁ। ନିଜ ବିଷୟରେ ସର୍ବଦା ଭଲ ଭାବନ୍ତୁ। ଖରାପ ତ ଲୋକମାନେ ଭାବିବେ। ସବୁ କିଛି ଅସ୍ଥାୟୀ। ଆମ ଭାବନା, ଚିନ୍ତା, ପରିସ୍ଥିତି, ଲୋକ ଏବଂ ଦୃଶ୍ୟ। ବ୍ୟସ୍ତ ହେବାର ନାହିଁ। କେବଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ଏକାଗ୍ରତା ସହିତ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ହାସଲ କରିବା। କିଏ ସମ୍ମାନ ଦେଉ ବା ନ ଦେଉ, କିନ୍ତୁ ତୁମେ ତୁମର କର୍ତ୍ତବ୍ୟ କରିଚାଲ। ସମୟ ତାର ସଠିକ୍ ଜବାବ ଦେବ। ଯେକୌଣସି ଅସଫଳତା ଯୋଗୁଁ ଯେଉଁ ଦୁଃଖ ମିଳେ ସେ ଦୁଃଖକୁ କେବେ ହୃଦୟକୁ ନିଅନ୍ତୁ ନାହିଁ। ସବୁ ଭୁଲ କଷ୍ଟ ଦିଏ, ଆଉ ସବୁ କଷ୍ଟ ଗୋଟେ ଶିକ୍ଷା ଦିଏ, ଆଉ ସେହି ସବୁ ଶିକ୍ଷା ଆମ ଜୀବନକୁ ବଦଳେଇ ଦିଏ। ଭଗବାନ ମଣିଷ ଜନ୍ମ ଦେଇଛନ୍ତି ଯେତେବେଳେ, କେତେବେଳେ ଦୁଃଖ ତ କେତେବେଳେ ସୁଖ ଦୁହେଁ ମିଳିବ ଏହା ଭଗବାନଙ୍କ ଇଚ୍ଛା। ତେଣୁ ଦୁଃଖ ମିଳୁଛି ବୋଲି ମନ ଦୁଃଖ ନ କରି ଦୁଃଖରୁ ବାହାରିବାକୁ ଚେଷ୍ଟା କରିବା ଉଚିତ। ସେଥିପାଇଁ କୁହାଯାଏ ଦୁଃଖ ଓ ମଣିଷ ଏ ଦୁହେଁ ଜନ୍ମରୁ ଜାଣା। ଜୀବନରେ ଦୁଇ ପ୍ରକାରର ଦୁଃଖ ଅଛି। ଗୋଟିଏ ଦୁଃଖ ମଣିଷକୁ କଷ୍ଟ ଦିଏ, ସେ ହେଉଛି ଆମ ସଂସ୍କାର। ଏବଂ ଆଉ ଗୋଟେ ଦୁଃଖ ଯିଏ ମଣିଷକୁ ବଦଳେଇ ଦିଏ। ସିଏ ଖାତା ହେଉ କି ମଣିଷ, ଯିଏ ସବୁ ବିଷୟକୁ ନିଜ ପାଖେ ରଖିପାରେ ତାକୁ ରଫ୍ ବନେଇ ଦିଆଯାଏ। ଦୁଃଖ ଦେବା ଲୋକ ତ ସମସ୍ତଙ୍କୁ ମିଳନ୍ତି, କିନ୍ତୁ ଦୁଃଖ ବୁଝୁଥିବା ଲୋକ କେବଳ ଭାଗ୍ୟବାନ ଲୋକଙ୍କୁ ମିଳନ୍ତି। ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ, ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ପୁଣି ଦୁଃଖରେ କନ୍ଦେଇ ଦିଏ। ବେଳେ ବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡ଼ିଥାଏ, କାହିଁକି ନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ମଣିଷ ଦୁଃଖ ସମୟରେ ବି ସେତିକି ଭାଙ୍ଗି ନଥାଏ ଯେତିକି ନିଜ ଲୋକଠାରୁ ଧୋକା ଖାଇବା ପରେ ଭାଙ୍ଗିଯାଏ। ବଡ଼ ଘର କରିଦେଲେ କେହି ବଡ଼ ହୋଇଯାଆନ୍ତି ନାହିଁ, କି ଭଲ ଲୁଗା ପିନ୍ଧିଦେଲେ କେହି ଭଲ ହୋଇଯାଆନ୍ତି ନାହିଁ। ଯାହା ପାଖରେ ସମ୍ମାନ ଆଉ ସଂସ୍କାର ଥିବ ନା, ତାହେଲେ ସବୁଠାରୁ ସେ ହିଁ ବଡ଼ ହୋଇଥାଏ। କାହାକୁ ଅନୁଭବ କରିବାକୁ ଦିଅନ୍ତୁ ନାହିଁ ଯେ ତୁମ ହୃଦୟ ଭାଙ୍ଗି ଯାଇଛି ବୋଲି, କାରଣ ଲୋକେ ଭଙ୍ଗା ଘରୁ ଇଟା ମଧ୍ୟ ନେଇଯାଆନ୍ତି। ଦୁଃଖ ସହିଲା ବାଲା ଆଗକୁ ଖୁସିରେ ରହିପାରେ, କିନ୍ତୁ ଦୁଃଖ ଦେବା ବାଲା ଆଗକୁ କେବେ ଖୁସିରେ ରହିପାରିବ ନାହିଁ। ଆମେ ଆଗକୁ ବଢ଼ିବା ପାଇଁ ଯଦି ଇଚ୍ଛା କରିବା, ତେବେ ଆମକୁ ନିଜର ଦୁଃଖ ଭୁଲି ପରଲୋକଙ୍କ ସୁଖରେ ସୁଖୀ ହେବାକୁ ପଡ଼ିବ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ, କାହିଁକି ନା ପ୍ରତିଦିନ ସନ୍ଧ୍ୟାରେ
କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ, ବରଂ ସମସ୍ତଙ୍କ ଜୀବନର ବହୁ ମୂଲ୍ୟ ଦିନଟିଏ ବି ଶେଷ ହୋଇଥାଏ। ଗୋଟିଏ ମାଛର ମନ କଥାକୁ ଅନ୍ୟ ଏକ ମାଛ ହିଁ ବୁଝିପାରିବ। ବଗକୁ କେବଳ ଖାଇବା ଜଣାଅଛି, ଦୁଃଖୀର ଦୁଃଖକୁ କେବଳ ଦୁଃଖୀ ଲୋକ ହିଁ ବୁଝିପାରିବ। ଅନ୍ୟମାନଙ୍କୁ କେବଳ ସ୍ୱାର୍ଥ ଦେଖାଯିବ। ଜୀବନ ଏମିତି ଏକ ରାସ୍ତା, ତମେ ଦୁଃଖରେ ଚାଲିଲେ ରାସ୍ତା ଲମ୍ବି ଲମ୍ବି ଯିବ, ଆଉ ହସିକି ଚାଲିଲେ ରାସ୍ତା କେତେବେଳେ ଯେ ସରିଯିବ ତାହା ଜଣା ପଡ଼ିବ ନାହିଁ। ବିନା ଶବ୍ଦରେ କାନ୍ଦୁଥିବା ମଣିଷ ଭିତରେ ଅନେକ ଦୁଃଖ ଲୁଚି ରହିଥାଏ। ବେଳେବେଳେ ବିନା ଭୁଲରେ ଆମେ ଦୋଷୀ ହୋଇଯାଆନ୍ତି, କାରଣ ଲୋକେ ଯେମିତି ଚାହାନ୍ତି ଆମେ ସେମିତି କରନ୍ତି ନାହିଁ। କିଛି ଦୁଃଖ ଏମିତି ବି ଥାଏ ଯାହା ଶବ୍ଦରେ କହି ହୁଏ ନାହିଁ, ନା ମନ ଖୋଲି କାନ୍ଦି ହୁଏ। କେବଳ ସେହି ଦୁଃଖକୁ ହୃଦୟରେ ଚାପି ରଖି ସହିବାକୁ ପଡ଼େ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟି ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁନର୍ବାର ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।